କବିତା ଜନତାର ହାଟରେ। କବି ଗୌରହରି ମହାନ୍ତି। ସମୟକୁ ଦେଇଥିଲି ଘଣ୍ଟାଟିଏ ଉପହାର। ଶୁଣେଇ ଶୁଣେଇ କହିଥିଲି କେବେ ପ୍ରତୀକ୍ଷାର ଅନ୍ତ ମିଳିବ ଦର୍ଶନେ ତୁମର ସବୁ ପ୍ରଶ୍ନର ପ୍ରତିଧ୍ୱନି ଉତ୍ତର। ସେମାନେ କହନ୍ତି ନୀରବତା ନେବେ କି ତାର ସ୍ଥାନ ନିରନ୍ତର ପ୍ରତିଧ୍ୱନି ପ୍ରତିବିଚାରୀର। ଭଗବତୀ ଧରଣୀକୁ ସଜଉଥିଲା ମନ କରି, ଜଣାଇବାକୁ ଚାହୁଁଥିଲା କିପରି ନୀରବ ରହିବ ବିଚାର। ସକାଳ ଆସୁ କି ନ ଆସୁ, ଅପରାହ୍ନ ଆସୁ, ସଞ୍ଜ ଦେଖା ମିଳୁ କି ନ ମିଳୁ, ରାତି ହସୁ, କିନ୍ତୁ ଦୂରରୁ ଶୁଭୁନି ଅଟ୍ଟହାସ୍ୟ। ମୁଁ ଡରୁଥିଲି ଗୋଟାପଣ, କିଏ ବଢ଼ାଉଛି ପଣତ, ମୋ ମୁଣ୍ଡରେ ଏ ଆଶ୍ରା କାହାର କାହାର। ଜଣା ପଡ଼ୁଥିଲା ଛିଣ୍ଡା ପଣତରୁ ଉତୁରି ପଡ଼ୁଥିବା କାହାଣୀ ମାର ମାର। ଏମିତି କେତେ କାଳ ଯେ ଲୁଚିଛପି ଯାଉଥିବ ମନ୍ଦିର, ଭେଟାଭେଟି ହେଉଥିବ ମନ ପ୍ରଭୁପାଦ ତଳ। ହସ ଦେଖିବାକୁ ଛଡ଼ା ଫୁଲ ମେଳି ବାନ୍ଧୁଥିବେ ଅବେଳରେ। ଦୁଃଖକୁ ପସରା ଦୀପରେ ଢାଳୁ ଢାଳୁ ପହଡ଼ ଖୋଲୁଥିଲା ଶଙ୍ଖନାଦରେ। ଭିକାରୀମାନଙ୍କ ଲମ୍ବା ଧାଡ଼ି, ହାତ ମୁଠାରେ ଥିଲା ପଇସା, ମୁକୁଳା ଟେକା ହାତଟା ଅଣ୍ଡାଳୁଥିଲା ଆଶୀର୍ବାଦ। ଅନ୍ଧଟିର ଗୀତ ଶୁଭୁଥିଲା ମସିଆ ଦାନ୍ତ ସନ୍ଧିରୁ, ମାତ୍ର ଆମ ଭିତରେ ଅଖଣ୍ଡ ନୀରବତା ଥିଲା କାହିଁ କେଇ କାଳରୁ। ରାସ୍ତାର ପଟୁଆରରେ ଥିଲା ସେହି ଭିକାରୀର। କାଲି ଯିଏ ଘାଟ ନିଲାମ ଧରୁଥିଲା, ଆଜି ସେ ମୁକୁଳା ହାତରେ ସ୍ୱର୍ଗଧାମ ଗାଡ଼ିରେ। ପେଟ ପୋଷିବାକୁ ଫୁଲ ବିକୁଥିବା ରମଣୀ ଶୋଇପଡ଼ିଛି ଖାଲି ପେଟରେ ଖାଲି ପେଟରେ। ମା ଚାଲିଗଲା ଜନତା ହାଟରେ ଜନତା ହାଟରେ।